ପିଲାମାନେ ଆସିଗଲା ଇତିହାସର ସିଲେକ୍ସନ ହିଷ୍ଟ୍ରି ପିଲାମାନେ ଜାଣି ରଖିବେ ଇତିହାସର ସିଲେକ୍ସନ 2026 ବୋର୍ଡ ପରୀକ୍ଷା ଇତିହାସ ପିଲାମାନେ ସବୁ ପ୍ରଶ୍ନ ଯେତେଟା ବି ପ୍ରଶ୍ନ ସେଗୁଡ଼ିକ ଏଇଥିରୁ ହିଁ ଆସିବ ପ୍ରତ୍ୟେକ ବର୍ଷ ଆସୁଛି ଆସିବ ମଧ୍ୟ ଦେଖ ପିଲାମାନେ ଏଇଠି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପ୍ରଥମେ 2026 ବୋର୍ଡ ପରୀକ୍ଷା ଇତିହାସ ପାଇଁ ପ୍ରଥମେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପ୍ରଥମ ପ୍ରଶ୍ନ ତମର ଆସିଛି ଯୋଉଟା କି ଲଙ୍ଗ କ୍ୱେଶ୍ଚନ ତମର ପଢିବାର ଅଛି ମହାବୀରଙ୍କ ଜୀବନୀ ଓ ନୀତିବାଣୀ ବର୍ଣ୍ଣନା କର ଏବଂ ଏଇଠି ମହାବୀରଙ୍କର ଜୀବନୀ ନୀତିବାଣୀ ପରେ ଦ୍ୱିତୀୟ ପ୍ରଶ୍ନ ତମର ସିଲେକ୍ସନ ରହିଛି ବୌଦ୍ଧ ଧର୍ମ ଆଉ ଜୈନ ଧର୍ମର ଅବଦାନ ଭାରତୀୟ ସଂସ୍କୃତିକୁ ଅବଦାନ ଏ ଦୁଇଟି ଭିତରୁ ଗୋଟିଏ 100% ପଢିବାର ଚାନ୍ସ ଅଛି ପିଲାମାନେ ନେକ୍ସଟ ପ୍ରଶ୍ନ ମୌର୍ଯ୍ୟ ଶାସନ ସମ୍ବନ୍ଧରେ ବର୍ଣ୍ଣନା କର କାହିଁକିନା କଳିଙ୍ଗ ଯୁଦ୍ଧ ଲାଷ୍ଟ ଇୟର ଆସିଯାଇଛି ତେଣୁ ଆସିବ ନାହିଁ ମୌର୍ଯ୍ୟ ଶାସନ ସମ୍ବନ୍ଧରେ ବର୍ଣ୍ଣନା କର ତାପରେ ଆସିଛି ପ୍ରଶ୍ନ ପ୍ରାଚୀନ ଭାରତ ଇତିହାସରେ ଗୁପ୍ତ ଯୁଗକୁ ସୁବର୍ଣ୍ଣ ଯୁଗ ବୋଲି କାହିଁକି କୁହାଯାଏ ଏଇଟା 100% ଆସିବାର ଏଥର ସମ୍ଭାବନା ଅଛି ତାପରେ ଅଛି ଇବନ ବତୁତାଙ୍କ ଭ୍ରମଣ ବୃତ୍ତାନ୍ତ ଦର୍ଶନ କର ତେଣୁ ମାନେ ବର୍ଣ୍ଣନା କର ଏଇଟା ବର୍ଣ୍ଣନା କର ହବ ତେଣୁ ଇବନ ବତୁତାଙ୍କ ଭ୍ରମଣ ବୃତ୍ତାନ୍ତ ବର୍ଣ୍ଣନା କର ଏଇଟା ବି ପ୍ରଶ୍ନ ମଝିରେ ମଝିରେ ଆସେ ତେଣୁ ସିଲେକ୍ସନ ଦେଇଛି କିନ୍ତୁ କବୀର ନାନକଙ୍କର ନୀତି ଶିକ୍ଷା ଦେଖ କବୀର ପଢିବ ନାନକ ଏକା ସାଙ୍ଗରେ ପଢେ ଯେ ଭକ୍ତି ପରମ୍ପରାକୁ କବୀର ଏବଂ ନାନକଙ୍କର ଧ୍ୟାନ କ'ଣ ବୀର ଭୈର ପ୍ରଶ୍ନ ତାପରେ ଏଗୁଡ଼ିକ କହିସାରିଲା ପରେ ଦେଖ ପିଲାମାନେ ମେନ୍ ହେଉଛି କୋଉଟା 100% ସିଲେକ୍ସନ ସେଇଟାକୁ ମଧ୍ୟ ମୁଁ କହିଦେବି ଠିକ ଅଛି 14ଟା ପ୍ରଶ୍ନ ଆଣିଛି ଯୋଉଟା କି ଲଙ୍ଗ କ୍ୱେଶ୍ଚନ ତମେ କରିଦେଲେ ଏ ଭିତରୁ ସିଓର ପଡିବ ଆଚ୍ଛା ଭାରତରେ ବ୍ରିଟିଶ ସରକାରଙ୍କର ଭୂ ରାଜସ୍ୱ ନୀତିର ଏକ ବିବରଣୀ ପ୍ରଦାନ କର ଭୂ ରାଜସ୍ୱ ନୀତି କହିଲେ ଚିରସ୍ଥାୟୀ ବନ୍ଦୋବସ୍ତ ରୟତୱାରୀ ବନ୍ଦୋବସ୍ତ ମହଲୱାରୀ ବନ୍ଦୋବସ୍ତ ସବୁଗୁଡ଼ିକ ତମକୁ ଲେଖିବାକୁ ପଡିବ ଅଳ୍ପ ଅଳ୍ପ କରିକିରି ତାପରେ 1817 ମସିହାରେ ଯେଉଁ ଖୋର୍ଦ୍ଧା ବିଦ୍ରୋହ ଉପରେ ଆଲୋକପାତ କର ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ 1857ରେ ସଂଗଠିତ ହୋଇଥିବା ମହାନ ବିଦ୍ରୋହ ଉପରେ ଆଲୋକପାତ କର ମହାନ ବିଦ୍ରୋହ 1857ରେ ଯେଉଁ ମହାନ ବିରାଟ ବିଦ୍ରୋହ ହେଇଥିଲା ସିପାହୀ ବିଦ୍ରୋହ ତା ଉପରେ ଆଲୋକପାତ କରିବ ତାପରେ ଅସହଯୋଗ ଆନ୍ଦୋଳନର ଓଡ଼ିଶା ଭୂମିକା ଉପରେ ଏକ ନିବନ୍ଧ ଲେଖ ଅସହଯୋଗ ଆନ୍ଦୋଳନ ପିଲାମାନେ ଆରଥର ଭାରତ ଛାଡ଼ ଆନ୍ଦୋଳନ ପଡ଼ିଯାଇଛି ତେଣୁ ଅସହଯୋଗ ଆନ୍ଦୋଳନ ଏବଂ ଆଇନ ଅମାନ୍ୟ ଆନ୍ଦୋଳନ ଓଡ଼ିଶାର ଭୂମିକା 100% ପଡ଼ିବାର ଏଇ ଦୁଇଟା ଭିତରୁ ଗୋଟିଏ ତୁମେ ଜାଣିଥାଅ 12 ନମ୍ବର ପ୍ରଶ୍ନ କଲିକତା ଓ ବମ୍ବେ ନଗରୀର ଔପନିବେଶିକ ସ୍ଥାପତ୍ୟର ଏକ ବିବରଣୀ ପ୍ରଦାନ କର ଏ ପ୍ରଶ୍ନଟା ଆସି ନାହିଁ ଆସିପାରେ ଏଥର ତେଣୁ ଔପନିବେଶିକ ସ୍ଥାପତ୍ୟ ଗୁଡ଼ିକ କ'ଣ କ'ଣ ତିଆରି ହେଇଥିଲା କଲିକତା ଓ ବମ୍ବେରେ ତାପରେ ଭାରତର ମୁକ୍ତି ସଂଗ୍ରାମରେ ରମାଦେବୀ ମାଳତୀ ଦେବୀ ଆରଥର ମାନେ ରାଜା କୃଷ୍ଣଚନ୍ଦ୍ର ଗଜପତି ଆସିଥିଲା ଏବଂ ମଧୁସୂଦନ ଦାସ ଆସିଥିଲା ତେଣୁ ରମାଦେବୀ ମାଳତୀ ଦେବୀ ଆସିବାର ସମ୍ଭାବନା ବହୁତ ତାପରେ ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ଗୁଡ଼ିକ ବର୍ଣ୍ଣନା କର ତ ଏଇ 14ଟି ପ୍ରଶ୍ନ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ତାପରେ ମଧ୍ୟ 3 ମାର୍କିଆ ପ୍ରଶ୍ନ ଅଛି ମୁଁ ଆଲୋଚନା କରିବି 3 ମାର୍କିଆ ପ୍ରଶ୍ନ ସିଲେକ୍ସନ ତେଣୁ ତମେ ମାନେ କରିଦେଲେ ନିଶ୍ଚୟ ବାଜିବ କିନ୍ତୁ ତା ପୂର୍ବରୁ ମୁଁ ତମକୁ କହିଦିଏ 100% କୋଉଟା ତମର ବହୁତ ଇମ୍ପୋର୍ଟାଣ୍ଟ ଯୋଉଟା କି ତମେ ତାକୁ ମାନେ 14ଟା ପ୍ରଶ୍ନ ତ କରିବ ତା ଭିତରୁ ପୁରା ରାମବାଣ ଯୋଉଟା କି ପ୍ରଶ୍ନ କରିଦେଲେ 100% ଆସିବାର ସମ୍ଭାବନା ଅଛି ତେଣୁ ମୁଁ ତମକୁ ସେଇଟା କହୁଛି ପିଲାମାନେ ଦେଖ ଏଇ ଭିତରୁ ପ୍ରାଚୀନ ଭାରତ ଇତିହାସରେ ଗୁପ୍ତ ଯୁଗକୁ ସୁବର୍ଣ୍ଣ ଯୁଗ ବୋଲି କାହିଁକି କୁହାଯାଏ ଏ ପ୍ରଶ୍ନଟି 100% ଆସିବାର ସମ୍ଭାବନା ଅଛି ମହାବୀରଙ୍କ ଜୀବନୀ ନୀତିବାଣୀ ବର୍ଣ୍ଣନା କର ଏ ପ୍ରଶ୍ନଟି ମଧ୍ୟ 100% ଆସିବାର ସମ୍ଭାବନା ଅଛି ତାପରେ ଭକ୍ତିବାଦ ଏ ପ୍ରଶ୍ନଟି ପଡ଼େ କବୀର ନାନକ ନୀତି ଶିକ୍ଷା ନାଇଁ କବୀର ନାନକଙ୍କର କବୀର ଆଉ ନାନକଙ୍କର ଏଇଟା ପ୍ରଶ୍ନ ପଡ଼େ ତାପରେ ଆମେ କହିବା ଏଇ ଯେଉଁ ବିଦ୍ରୋହ ମାନେ ବିଦ୍ରୋହ ଭିତରୁ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହଟା ବହୁତ ଇମ୍ପୋର୍ଟାଣ୍ଟ ସେଟା ପଡ଼ିପାରେ ଏବଂ ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା ଏ ପ୍ରଶ୍ନଟା ପଡ଼ିପାରେ ତମର ଯେଉଁ 6ଟା ପ୍ରଶ୍ନ ପଡ଼ିବ ତମକୁ କହିଦିଏ ସେ 6ଟା ପ୍ରଶ୍ନ ତାପରେ ମାଳତୀ ଦେବୀଙ୍କର ଅବଦାନ ବା ରମାଦେବୀଙ୍କ ଅବଦାନ ଏଇଟା ପଡ଼ିପାରେ ତେଣୁ ତମକୁ
ସବୁଠାରୁ ଇମ୍ପୋର୍ଟାଣ୍ଟ 14 ପ୍ରଶ୍ନ ତ କରିବ, କିନ୍ତୁ ସେଇ ଭିତରୁ ତମକୁ 6ଟି ପ୍ରଶ୍ନ ଦେଲି, ଯେଉଁ ପ୍ରଶ୍ନ କି ତମର ପ୍ରଶ୍ନପତ୍ରରେ ଆସିବାର ସମ୍ଭାବନା ବହୁତ ଅଛି। ମହାବୀର ଜୀବନୀଙ୍କର ନୀତିବାଣୀ ବର୍ଣ୍ଣନା କର ଏବଂ ଗୁପ୍ତ ଯୁଗକୁ ସୁବର୍ଣ୍ଣ ଯୁଗ କାହିଁକି କୁହାଯାଏ, ମଧ୍ୟଯୁଗୀୟ ଭାରତର ଭକ୍ତି ପରମ୍ପରାକୁ କବୀର ନାନକଙ୍କ ନୀତି ଶିକ୍ଷା, 1817ରେ ସଂଗଠିତ ହୋଇଥିବା ଖୋର୍ଦ୍ଧା ବିଦ୍ରୋହ ଏବଂ ଆଇନ ଅମାନ୍ୟ ଆନ୍ଦୋଳନ ଓଡ଼ିଶାର ଭୂମିକା, ଭାରତ ମୁକ୍ତି ସଂଗ୍ରାମରେ ରମାଦେବୀ ମାଳତୀଦେବୀଙ୍କର ଅବଦାନ। ପିଲାମାନେ ସବୁ କରିବ, 14ଟି ପ୍ରଶ୍ନ ପ୍ରିପେୟାର କରିବ, କିନ୍ତୁ ଏଇ ଯେଉଁ 6ଟି ପ୍ରଶ୍ନ ଦେଲି ସେଗୁଡ଼ିକ ପୁରା ହୋଇଦେବ, ପୁରା ପୁରା ମୁଖସ୍ଥ କରିଦେବ। ହଁ, 3 ମାର୍କିଆ ପ୍ରଶ୍ନ ଆମେ ଆଲୋଚନା କରିବା। ତେଣୁ ପ୍ରଥମ ହେଉଛି 3 ମାର୍କିଆ ପ୍ରଶ୍ନ, ବୌଦ୍ଧ ଧର୍ମର ନିର୍ବାଣ ଏବଂ ପୁନର୍ଜନ୍ମ, ନିର୍ବାଣ ଏବଂ ପୁନର୍ଜନ୍ମ ଓ କର୍ମ। ନାଇଁ, ବୌଦ୍ଧ ଧର୍ମର ନିର୍ବାଣ ଉପରେ ପଡ଼ିପାରେ, ନିର୍ବାଣ ଏବଂ ପୁନର୍ଜନ୍ମ ଓ କର୍ମ ଉପରେ ପଡ଼ିପାରେ। ଆଚ୍ଛା, ତାପରେ ଭାଷା ସାହିତ୍ୟର ବିକାଶ ପ୍ରତି ଜୈନ ଧର୍ମର ଅବଦାନ କ'ଣ, ନାଇଁକି? ତାପରେ ଚତୁଆରୀ ଆର୍ଯ୍ୟ ସତ୍ୟାନୀ, 4ଟି ଆର୍ଯ୍ୟ ସତ୍ୟ ଯେଉଁଟା ଅଛି, ଦୁଃଖ, ଦୁଃଖର କାରଣ, ଦୁଃଖ ନିବାରଣ ମାର୍ଗ, ନାଇଁକି, କେମିତି କ'ଣ ହେବ ସେଗୁଡ଼ାକ। କଳିଙ୍ଗ ଯୁଦ୍ଧର ଫଳାଫଳ, ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ମୌର୍ଯ୍ୟମାନଙ୍କର ପ୍ରାଦେଶିକ ଶାସନ, ପ୍ରାଦେଶିକ ଶାସନ, ମୋଦୀ ସାମରିକ ଶାସନ ଆସିଥିଲା ଲାଷ୍ଟ ଇୟର, ମୋ ପ୍ରାଦେଶିକ ଶାସନ ଆସିପାରେ। ଗୁପ୍ତ ଯୁଗ ସମୟରେ ଚିକିତ୍ସା ବିଜ୍ଞାନ କେମିତି ଥିଲା, ଗୁପ୍ତ ଯୁଗର ଚିତ୍ରକଳା କେମିତି ଥିଲା, ଗୁପ୍ତ ଯୁଗର ସଂସ୍କୃତ ସାହିତ୍ୟ କେମିତି ଥିଲା, ଦିଲ୍ଲୀ ସୁଲତାନୀ ସମୟର ସାମାଜିକ ଗଠନ ପ୍ରଣାଳୀ, ଦିଲ୍ଲୀ ସୁଲତାନୀ ସମୟର ସାମାଜିକ ଗଠନ ପ୍ରଣାଳୀ, ଦିଲ୍ଲୀ ସୁଲତାନୀ ସମୟର ଶାସନ ଉତ୍ତରାଧିକାରୀ ବ୍ୟବସ୍ଥା କେମିତି ଥିଲା, ଦିଲ୍ଲୀ ସୁଲତାନୀ ରାଜତ୍ୱ ସମୟରେ ମୁସଲମାନ ପରିବ୍ରାଜକ କିଏ କିଏ ଆସିଥିଲେ କ'ଣ, ଦିଲ୍ଲୀରେ ସୁଲତାନୀ ରାଜତ୍ୱ ସମୟରେ ବଜାର ଦର କେମିତି, ଦିଲ୍ଲୀରେ ସୁଲତାନୀ ରାଜତ୍ୱ ସମୟରେ ଉଲେମା ମାନଙ୍କର ଭୂମିକା, ଏଥିରୁ ନିଶ୍ଚୟ ଗୋଟେ ଆସିବ। ସୁଫିବାଦ, ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ଆଉ ଶେଖ୍ ନିଜାମୁଦ୍ଦିନ ଚିସ୍ତି, ୟାଙ୍କ ଉପରେ ଆସିପାରେ। ଫତେପୁର ସିକ୍ରି, ଫତେପୁର ସିକ୍ରି ନାଇଁ, କିଏ ଆକବର ତିଆରି କରିଥିଲେ, ଫତେପୁର ସିକ୍ରି କ'ଣ କ'ଣ ଅଛି ସ୍ଥାପତ୍ୟ ସେଗୁଡ଼ାକ ଆଲୋଚନା କରିପାରିବ। ଆଉ ମନସବଦାରୀ ବ୍ୟବସ୍ଥା ଆକବରଙ୍କ ସମୟରେ, ଏଟା ବି ବହୁତ ଇମ୍ପୋର୍ଟାଣ୍ଟ। ମୋଗଲ ଯୁଗରେ ନାରୀମାନଙ୍କର ସ୍ଥାନ, ମୋଗଲ ଯୁଗରେ ନାରୀମାନଙ୍କର ସ୍ଥାନ କେମିତି ଥିଲା, ମୋଗଲ ଯୁଗର ସ୍ଥାପତ୍ୟ, ମୋଗଲ ଯୁଗରେ ସ୍ଥାପତ୍ୟ କ'ଣ କ'ଣ ସ୍ଥାପନା କରାଯାଇଥିଲା, ନାଇଁ। ତାପରେ ଦେଖ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ, ଚିରସ୍ଥାୟୀ ବନ୍ଦୋବସ୍ତ କିମ୍ବା ମହଲୱାରୀ ବନ୍ଦୋବସ୍ତ କିମ୍ବା ରୟତୱାରୀ ବନ୍ଦୋବସ୍ତ, ଏ 3ଟାରୁ ନିହାତି ଗୋଟେ ପଡ଼େ। ଡେଲାହାଉସିଙ୍କର ଡାକ ବ୍ୟବସ୍ଥାର ସଂସ୍କାର, ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ସିମଳା ଏବଂ ଉଟି, ଏଇ 2ଟି ତ ଶୈଳନିବାସ ବହୁତ ଇମ୍ପୋର୍ଟାଣ୍ଟ ଆସିପାରେ। ସନ୍ନ୍ୟାସୀ ବିଦ୍ରୋହ, ଆନନ୍ଦ ମଠ, ସନ୍ନ୍ୟାସୀ ବିଦ୍ରୋହ ଉପରେ ପ୍ରଶ୍ନ ଆସିପାରେ, ଆନନ୍ଦ ମଠ କ'ଣ। ମହାରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର, ସବୁଗୁଡ଼ିକ ପ୍ରଶ୍ନ ମୁଁ ଆଲୋଚନା କରିବି, ପିଲାମାନେ ଚିନ୍ତା କରନି। ମହାରାଣୀଙ୍କ ଭିକ୍ଟୋରିଆଙ୍କ ଘୋଷଣାପତ୍ର, ଜାଲିଆନାୱାଲାବାଗ ଗଣହତ୍ୟା, ଫିଲିପ ଡଫ୍ କମିଟି, କ୍ରିପ୍ସ ମିଶନର ପ୍ରସ୍ତାବ, ତାପରେ ଖିଲାଫତ ଆନ୍ଦୋଳନ, ଇରମ ଗୁଳିକାଣ୍ଡ ଯେଉଁଟାକି ବାଲେଶ୍ୱର ଜିଲ୍ଲାରେ, ଫକୀର ମୋହନ ସେନାପତି କିମ୍ବା ତାଙ୍କ ଶହୀଦ ଲକ୍ଷ୍ମଣ ନାୟକଙ୍କ ଉପରେ ଆସିପାରେ ପ୍ରଶ୍ନ, ମଧୁସୂଦନ ଦାସଙ୍କ ଉପରେ ଆସିପାରେ, ବକ୍ସି ଜଗବନ୍ଧୁ, ଏଇ ଯେଉଁ ବ୍ୟକ୍ତିମାନଙ୍କ ଉପରେ ଆସିପାରେ, ବାବା ସାହେବ ଆମ୍ବେଦକର, ମାନେ କ'ଣ ନା ଏମାନଙ୍କୁ ବର୍ଣ୍ଣନା କରିବ। 3 ମାର୍କିଆ ପ୍ରଶ୍ନ ପଡ଼ିଥିବ, 3ଟି ମାନେ ପାରାଗ୍ରାଫ ଲେଖିବ। ଭାରତର ସାମ୍ବିଧାନିକ ସଭାର ଗଠନ ଏବଂ ଉତ୍କଳ ସମ୍ମିଳନୀ ପ୍ରଶ୍ନଟି ମଧ୍ୟ ପଡ଼ିପାରେ ପିଲାମାନେ। ତେଣୁ ମୁଁ ତୁମକୁ ଆଜି କହିଲି ବହୁତ ଗୁଡ଼ିଏ ପ୍ରଶ୍ନ, ଯେଉଁ ପ୍ରଶ୍ନ ଗୁଡ଼ିକ କି ତମର ପଡ଼ିବାର ସମ୍ଭାବନା ବହୁତ ଅଛି। ଠିକ୍ ଅଛି, ଇତିହାସର ସିଲେକ୍ସନ ପ୍ରଶ୍ନ ଆମେ ଆଲୋଚନା କଲେ। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି, ସମସ୍ତଙ୍କୁ ସେୟାର କରିବ। ବନ୍ଦେ ଉତ୍କଳ ଜନନୀ।